ଚମ୍ପୁଆ ବୈତରଣୀ ନଦୀରେ ଭାସୁଛି ଜଣେ ବ୍ୟବସାୟୀଙ୍କ ମୃତଦେହ। ବର୍ଷର ଶେଷ ଦିନରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଦୋକାନୀ ଜଣକ ନିଜେ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୋକାନ କରି ବ୍ୟବସାୟ କରୁଥିବା ବାଲେଶ୍ୱର ଜିଲ୍ଲା ନୀଳଗିରିର ବସନ୍ତ ପାତ୍ର ରାତି ପ୍ରାୟ 11ଟା ବେଳେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଜୀବନ ହାରିଥିବା ଆଶଙ୍କା କରାଯାଉଛି। ତେବେ ବ୍ୟବସାୟୀ ଜଣକ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ଏହା ପଛରେ ପ୍ରକୃତ କାରଣ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ଅନ୍ୟପଟେ ବସନ୍ତଙ୍କ ମୃତଦେହ ନଦୀର ଅପର ପାର୍ଶ୍ୱରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଚମ୍ପୁଆରୁ ରଞ୍ଜନ ପ୍ରଧାନଙ୍କ ରିପୋର୍ଟ, ସୂଚନା ଟିଭି 24 ଇଣ୍ଟୁ 7।